ସକାଳେ ପୁଅ ଯାଇଥିଲା ସ୍କୁଲକୁ ଆଜି ତାର ନୂଆ ଫାଷ୍ଟ ସ୍କୁଲ ଯାଇଥିଲା ବୁଲିବା ପାଇଁ ତ କାଲିଠାରୁ ସେ କ୍ଲାସ୍ କରିବାକୁ ଯିବ ତ ଆମେ ବାହାରିଲୁ ମାର୍କେଟିଂ ତା ପାଇଁ ବୋଟଲ ଟିଫିନ୍ ପେନସିଲ ବକ୍ସ ଆଣିବା ଏଠି ବାପା କ'ଣ ତାଙ୍କୁ ଗାଳି ଦେଉଛନ୍ତି ଚପଲ କଥା କାରଣ ଆକ୍ଚୁଆଲି ଚପଲ କୁକୁର ତାଙ୍କର ନେଇଯାଇଛି ତ ବାପା କହୁଛନ୍ତି ସବୁବେଳେ ତୁ ଏଠି ସେଠି କାହିଁ ପକଉଛୁ ଏ କରୁଛୁ ସେ କରୁଛୁ ଏମିତି ପାଟି କରୁଥିଲେ। ପୁଅ ଆମର ପୁରା ମନ ଧ୍ୟାନରେ ଶୁଣୁଛି ସେ ବି ବାହାରି ସାରିଛି ଦେଖନ୍ତୁ ମୁଁ କେମିତି ଦେଖାଯାଉଛି ଶାଢ଼ୀରେ ଚାଲୁ ଆମେ ବଡ଼ଚଣା ମାର୍କେଟ। ଆକ୍ଚୁଆଲି ବର୍ଷା ଦିନରେ ଏ ଯେଉଁ ବିଲରେ ପାଣି ଟିକେ ଟିକେ ରହିଲେ ସେ ଯେଉଁ ଦୃଶ୍ୟଟା ବହୁତ ଭଲ ଲାଗେ ମୋତେ ତ ବହୁତ ଭଲ ଲାଗେ ମୋତେ ବହୁତ ମାନେ ଲାଗେ ଯେମିତି ମୌସମଟା ବହୁତ ସୁନ୍ଦର ଲାଗେ। ଦେଖିବା ପ୍ରଥମ ଥର ପାଇଁ ସ୍କୁଲ ଯାଉଛି କ'ଣ ହେଉଛି ପାଠ ତ ପଢ଼ୁଛି ଏଇ ରହିଲା ତାର ପୁଅର ସବୁ ସ୍କୁଲର ଟିଫିନ୍ ବକ୍ସ ପେନସିଲ ବକ୍ସ ବୋଟଲ ନେଇକି ଆମେ ଚାଲିଲୁ ଘରକୁ ଆଉ କିଛିଟା ମାର୍କେଟିଂ କଲୁ ଯେମିତିକି ମୋର ସିଲେଇରେ କିଛି କଷ୍ଟମରଙ୍କ ବ୍ଲାଉଜର ଅସ୍ତ୍ର ଫଲ୍ସ ମୁଁ କଷ୍ଟମେଟିକ୍ ଜିନିଷ କିଣାକିଣି କରିକି ଯେଉଁ ପିଠୁଟାକୁ କରିପାରିଲୁନି ଦୁଇଟା ଥିଲା କରିକି ଚାଲିଲୁ ଘରକୁ ଫେରିଲୁ ଘରକୁ ଫେରିକି ଆସିଲା ପରେ ସନ୍ଧ୍ୟା ଦେଇକି ବାବାଙ୍କ ପାଇଁ ଚା ବନେଇବା ଷ୍ଟାର୍ଟ କଲି। ଚା ବନେଇକି ବାପା ବୋଉ ମୁଁ ଆମେ ସବୁ ଚା ପିଇବୁ ଚା ପିଇ ସାରିଲା ପରେ ସନ୍ଧ୍ୟାବେଳେ ଜଳଖିଆ ନିହାତି ଆମ ଘରେ ଆପଣ କାହା ଘରେ କ'ଣ ଟିକେ ମୁଁ ଜାଣିନି କମେଣ୍ଟ ବକ୍ସରେ କହିବେ କିନ୍ତୁ ଆମ ଘରେ ସନ୍ଧ୍ୟାବେଳେ ଜଳଖିଆଟା ନିହାତି ସକାଳେ ସନ୍ଧ୍ୟାବେଳେ ଜଳଖିଆ ନ ଖାଇଲେ ସମସ୍ତଙ୍କୁ ପୁରା କିଛି ନା କିଛି ନୂଆ ନୂଆ ଜିନିଷ ହେଉଥିବ କେଉଁଦିନ ମ୍ୟାଗି କେଉଁଦିନ ପକୁଡ଼ି କେଉଁଦିନ ଭେଜ୍ ଫ୍ରାଏ ରାଇସ୍ କେଉଁଦିନ ଚା ବିସ୍କିଟ୍ ନହେଲେ ପେଟିସ୍ ପିଜ୍ଜା ଏମିତି କିଛି ନା କିଛି ହେଉଥିବ ଏଠି ମୋ ବାପାଙ୍କୁ ଚା ଦେଲି ବୋଉ ଆମର ତଳେ ବସିକି ଖାଉଛନ୍ତି ଆଉ ମୁଁ ମୋ ଚା ନେଇକି ବିସ୍କିଟ୍ ମୋତେ ଟିକେ 5 ଟଙ୍କିଆ ବିସ୍କିଟ୍ ଯେଉଁ ଚକରା ଆସେନି ବହୁତ ବଢ଼ିଆ ଲାଗେ ବହୁତ ପସନ୍ଦ ଏଠି ବୋଉ ଆମର ଚା ପିଉଛନ୍ତି ଖଜୁରୀ କୋଳି ଚା ଖାଉଛନ୍ତି ବାପା ବି ଚା ପିଉଛନ୍ତି ମୁଁ ବି ତାଙ୍କ ସାଙ୍ଗରେ ବସିକି ଚା ପିଉଛି ତ ଚାଲନ୍ତୁ ଗାଇସ୍ ଆଜିର ବ୍ଲଗ୍ ଏଇଠି ଆମେ ରଖିବା ଦେଖା ହେବ ନେକ୍ସଟ ବ୍ଲଗ୍ରେ ବାଏ ବାଏ ଗୁଡ୍ ନାଇଟ୍।